ବାନ୍ତି ବୁଲା ରାତିରେ ଅଧିକା ଖାଇ ଦେଇଥିଲୁ ସେଗୁଡା ହଜମ ହେଇନି ଗ୍ୟାସ୍ ହେଇଯାଇଛି ମୁଣ୍ଡ ବୁଲଉଛି ବାନ୍ତି ବୁଲା ସେଥିପାଇଁ ମତେ ଖଟା ଖାଇବାକୁ ଇଚ୍ଛା ହଉଛି ନା କଣ? ତୋ ଲକ୍ଷଣ ଗୁଡାକ କାହିଁ ମତେ ଭଲ ଲାଗୁନା ଯାହା ଜଣା ପଡୁଛି ତୁ ମା ହବାକୁ ଯାଉଛୁ ତୋ ମନକୁ ଆଉ ଠକ ମତେ କହିକି ଗଲା ବୈଶାଖୀ ବସୁନ୍ଧରା ଘରେ କାମ କରୁଛି ସୁନାରୁ କାଢି ଗଦା କରିଦବ ତାର କଥା ଶୁଣିକି ମୁଁ 4ଟା ବେଗ ତିଆରି କରି ରଖିଛି ସୁନା ରୂପା କାହିଁ ସୁନା ରୂପା କଥା କହିଲା ମତେ ବେହସ କରିଦେଲା ତୋତେ ସିନ୍ଦୁର ପିନ୍ଧେଇକି ଚାଲିଗଲା ସିଏ କଣ କରିବ ମୁଁ ବି ଜାଣିନି ତାରି କଥା ଅନୁସାରେ ଯଦି ସେ ଘରର ସେ ବଡ ପୁଅ ଭଳିଆ ସିନ୍ଦୁର ଘର ଝଡା ପୋଛା କରୁଛି ତୋତେ ଯୋଉ ଦିନ ଠାରୁ ସିନ୍ଦୁର ପିନ୍ଧେଇକି ଗଲାଣି ସେଇ ଦିନ ଠାରୁ ଆଙ୍ଗୁଳେ ବସ୍ତାଏ ସୁନା ରୂପା ହୀରା ଆଣିଛ ବାପା ମୁଁ ତାକୁ ଫୋନ କରିଥିଲି ସେ କହିଲେ ଚେଷ୍ଟା ଚଲେଇଛନ୍ତି ୟାରି ଭିତରେ ହେଇଯିବ ମୁଁ ବି ଆଡେ ଚେଷ୍ଟା ଚଲେଇଛି କଣ ଚେଷ୍ଟା ଚଲେଇଛ ଦେଖୁଛି ମାଲଦାରିଆ ଟୋକା କିଏ ମୁଁ ବି ଠିକ କରିଦେଇଛି ପିଟା ବାଟି ଚେନ୍ ଖାଁ ତାର ପୁଳାଇ ଅଛି ବାପା ସେଇଠି ସେଟିଂ କରିଦେଇ କାମ ଆଉ ମୁଁ ଜାଣି ସାରିଲେଣି ମୁଁ ନଥିଲା ବେଳେ ତୁ ତା ଘରକୁ ଲୁଚିକି ତାଲା ଚାବି ନେଇ ଯାଇଛି ତୋତେ ତାଲା ଚାବି ପକେଇବି ତାହା ପ୍ରଜାପତି କଣ କରୁଥିଲେ ସାହାଯ୍ୟ କର ଆରେ ପ୍ରଜାପତି ମୋ ଡାକ ଶୁଭୁଛି ପାଇଲେ ମାନେ ଛାଡ଼ିବି ପ୍ରଜାପତି କଣ ତମେ ଘର ଭିତରେ କରୁଛ କଣ ମୋ ଡାକ ଶୁଭୁଛି ଛାଡୁନଥିଲା କଣ କହୁଥିଲା କିଏ ସେ ବାପାକୁ ଧର୍ମ ଛାଡୁନି ରହିଲା ମୋ ନାଁରେ ସିନ୍ଦୁର ପିନ୍ଧିଛୁ ଆଉ କିଏ ନେଇଯିବ ମୁଁ ଛାଡ଼ିଦେବି ଜିନିଷ ରହିଲା କଣ ଏ ବେଗରେ ସବୁ କଣ କାଳିଆ ବେଗରେ ଅଛି ସୁନା କାଳିଆରେ ସୁନା ରୂପା ଅଳ୍ପ ଆଣିଛି ଚଳିବ ଆଉ ତମ ଝିଅ ଯୋଉ ବେଗରେ ଅଛି ଏଇଟା ହୀରା ଲୀଳା ମୋତି ମାଣିକ ପୁରେଇ ଦେଇଛି ତାର ମୋର ଏଠି ଚାଲ ବାବା ସତରେ ତାପରେ ସୁନା ରୂପା ଆଉ ମିଛରେ ତମେ ସୁନା ରୂପା ଦେଖିଛ ଜୀବନର ହୀରା ଲୀଳା ମୋତି ମାଣିକ ଦେଖିଲ ମୋ ଜଇଁ କୋଉ ଭଳିଆ ସାଇଜ ସବୁ ଆଣିଛି ତୋ ମନକୁ ଜଇଁ ଏତେ କଷ୍ଟରେ ସୁନା ରୂପା ହୀରା ମୋତି ଆଣିଛି ମୁଁ ତାକୁ ଗାଁ ବେଳା ଦେଇଛି ତମେ କେମିତି ରଖିବ ନା ଯାଉଛି କୋଦାଳ ସାମ୍ବଳ ଆଣି ପୋତି ଦେବି ମୁଣ୍ଡର ବୁଝିଲେ ସାମ୍ବଳ ଗାତ ଭଳି ଦୁମ 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 ଶୁଭିବ ଗାତ ଭଳି ପଡ଼ିସାରିଲା ପରେ ଦେଖିଦେବେ ହୀରା ଲୀଳା ମୋତି ମାଣିକ କଥା ତମେ ଶିଖିଲେ ତାଲା ପକାଅ ମତେ ତାଲା ପକେଇ ବାହାରେ ଜଗି ବସ ତମ ଭିତରେ କଣ କରିବ ଯିଏ ପଚାରିବ ବାପା କୁଆଡେ ଗଲେ ଆମେ ବାପା ତାର ମରିଗଲେ ତୁ ତ ଚାହୁଁଛୁ ମୁଁ ମଜା ଆମେ କଣ କହିବୁ ତ ରାସ୍ତା ପରିଷ୍କାର ହେଇଗଲା ଆମେ କହିବୁ କଣ କହିବୁ ବାପା ନାହାନ୍ତି କଲିକତା ପଳେଇ ତା ଭିତରେ ମୁଁ କଣ କରିବି ନା ଗାତ ଖୋଳିବି ଆକୁ ପୋତିବି ପ୍ଲାଷ୍ଟର କରିବି ତାପରେ ଆସିବେ ତ ପଚାରିବ ବାପା କଲିକତା ଯାଉଛୁ ପୁଣି ଫେରିବୁ ଏତେ କଷ୍ଟରେ ତମେ ସବୁ ଦେଇଛ ସୁନା ରୂପା ହୀରା ମୋତି ମାନିବ ମୁଁ ଦୁଇ ଜତା କରିବି ନାହିଁ ବାବା ମୋ କାମ ସରିଗଲେ କବାଟ କାଢ଼ିବି ତମେ ଖୋଲିକି ପଳେଇ ଆସିବ 3 କିଲୋ ମଟନ ନେଇ ଆସିବା ଅଧେ କଷି
ପୋଛିଦବା ଝୋଳ କରିଦବା ତାପରେ ଏଇଟା ଏଇ ଗରମ ପଡୁଛି ଆମେ ପିଓର ଉପରେ ଯିବା ପିଓର ମାରିଦବା ଖାଇ ପିଇକି ତମକୁ 4ଟା ବେଳେ ପିଲା ଶୁଣ ବାପା ତମେ ଜୟ ବୋଲି ଶବ୍ଦ କଲେ ମୁଁ ବାପା ଗୋଟେ ମୁଣ୍ଡିଆ ମାରେ ଆମେ ଆସୁଛୁ ଆମେ ଜଗିଛୁ ମୋ ଝିଅ ଏତେ ବଡ ହେଲାଣି ମୁଁ ଏପର୍ଯ୍ୟନ୍ତ ଟିକେ ବି ଲୁହ ଦେଇନାହିଁ ଯାହା ଯୋଉ ମୁହୂର୍ତ୍ତରେ ମାଗିଛି ତାକୁ ମୁଁ ଦେଇଛି ସବୁଆଡେ ମାଗଣା ଦେଇଛ ମାଗଣା ତୋ ବାଟ ବି ପଡିବ ବାପା ତୁ କଣ ଭାଗ ଛାଡି ଦଉଛୁ ମୁଁ ଗୋଟିଏ ପାଇଲେ ତୁ ଦିଟା ହଉଛି ମୋ ଝିଅକୁ ଭଲ ରୋଷେଇ ଆସେନି ତୁ ରୋଷେଇ କରିକି ଦବୁ ବାସନ ବି ମାଜି ପାରେନି ବାସନ ବି ମଝିରେ ମଝିରେ ମାଜିବି ଲାଗିଲା ସବୁ ଝିଅଟି ଖାଇବେ ମୋ କଥା ବୁଝି କୋଳରେ ବସେଇ ଖୋଇଦିଏ ହାତ କାମୁଡା ପ୍ରକୃତି ଅଛି ଗାଙ୍ଗ ଚାମଚ ଚେଷ୍ଟା କରେ ବାପା ମୁଁ ବୁଝିପାରୁନି ଜ୍ୱାଇଁ ବିଦା କରୁଛି ନା ଝିଅ ବିଦା କରୁଛି ବାପା ଗୋଟେ କଥା କହି ଖରାପ ନା କଥା ପାଇଁ ଖରାପ ତମ ଗାଁରେ ପାଲା ଫାଲା କର ପାଲା କଷା ଏ ପାଲା ପଇସା ଗୋଟେ ଦାମିକା ଡ୍ରେସ୍ ତମେ ଯେମିତି କର ଆମେ ଜାନ ମୋ ଝିଅ କୋଉ ଜାଗାରେ ହାତ ମାରିଦେଇଛି ଖାଲି ସୁନା ରୂପା ହୀରା ମୋତି ମାଣିକ ଭଗବାନ ଗୋଟେ ଝିଅ କାହିଁକି ଦେଲେ 10-12ଟା ଦେଇଥାନ୍ତେ ମୁଁ ସୁନା ଚେୟାର କରିକି ବଇଥାନ୍ତି ଆଉ ଦେଇ କରିବା ମୋ ଝିଅ ଯାଇ ଜଗିକି ବସିଛନ୍ତି କେହି ଆସିବା ପୂର୍ବରୁ ଗାତ ଖୋଳିକି ପୋତିଦବା ଦେଖେ ମୋ ଦୁଇ କୋଉ ଭଳିଆ ସବୁ ସୁନା ବିସ୍କୁଟ ଆଣିକି ମୁଁ ଦେଖେ ନା ମୁଁ ସୁନା ରୂପା ଦେଖିଛି ହୀରା ମୋତି ମାଣିକ ମୋ ଜୀବନରେ ଦେଖିନି କାମଟି ପାଇଲି ମାନେ ମୋ ଜଇଁ ଆଣିଛି ମୁଁ ଦେଖିବି ନା ମୁଁ ଦେଖିବି ଦାମୀ ଜିନିଷ ଯଦି ଦେଖୁ ଦେଖୁ ମୁଁ ଚେତା ପଡ଼ିଗଲା କାମ କରିଦେଇଛି ଗାଁ ଲୋକ ଆସି ନେଇଯିବ ମୁଁ ଶୁକାଇକି ପଡ଼ିଛି ଆଖି ବନ୍ଦ କରିକି ଅଣ୍ଡାଳି ପକାଏ ଅଣ୍ଡାଳି ଦେଲେ ମୁଁ ସାଇଜରୁ ପଳେଇ ଯାଏ କଣ ସବୁ କୋଉ ଭେରାଇଟିର କଣ ହୀରାଟା ମୁଣ୍ଡାଟା এটা কোন নম্বরিয়া লাগি ও মানিক বোধে নম্বরিয়া এইটা একটা চিকনিয়া কোন লাগুছি ও মতি বোধে চিকন হীরারে কোন চুপা ছাইছে এটা তলতলিয়া হীরা দেলা না কোন মানিক কোন নাগলা নাড়ে এটা কোন ফাটি যাଉଛି কোন দেলা